ପିଲାମାନେ ଆଜିର ଏହି ଶିକ୍ଷାଦାନ କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲିଖିତ ଜନ୍ମଭୂମି ପ୍ରବନ୍ଧର କିଛି ଅଂଶ ଆଲୋଚନା କରିବା। ଏହା ପୂର୍ବରୁ ଏହି ପ୍ରବନ୍ଧର 4ଟି ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା। ଯେଉଁମାନେ ସେହି ଭିଡ଼ିଓ ଗୁଡ଼ିକୁ ଦେଖିନାହଁ ନିଶ୍ଚିତ ଦେଖିବ। ପୂର୍ବ ଭିଡ଼ିଓରେ ହୋଇଥିବା ଆଲୋଚନାରୁ ଆମେ ଜାଣିଥିଲେ ଯେ ଗ୍ରାମର ଅନେକ ଶିକ୍ଷିତ ଅର୍ଦ୍ଧଶିକ୍ଷିତ ନବଯୁବକ ଚାକିରି ନ ପାଇ ନିଜ ନିଜର ଜନ୍ମଭୂମି ଛାଡ଼ି ନାହାନ୍ତି। ଗ୍ରାମରେ ଅବସ୍ଥାନ ପୂର୍ବକ ସେମାନେ ବିଭିନ୍ନ ରାଜନୈତିକ ଦଳର ଆଶ୍ରୟ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳର ନୀତି ଓ ବିଶ୍ୱାସ ଅନୁଯାୟୀ ଉକ୍ତ ଯୁବକମାନଙ୍କର ମାନସିକ ଚିନ୍ତାଧାରା ମଧ୍ୟ ପରିବର୍ତ୍ତିତ ହୋଇଯାଇଛି। ସେମାନେ ପଲ୍ଲୀ ପ୍ରକୃତିର ଶୋଭା ଉପଭୋଗ କରିବା କିମ୍ବା ସାହିତ୍ୟ ଚର୍ଚ୍ଚାରେ ମନୋନିବେଶ ନ କରି ବିଭିନ୍ନ ରାଜନୈତିକ ଚିନ୍ତାରେ ବ୍ୟସ୍ତ ରୁହନ୍ତି। ପିଲାମାନେ, ଏହାପରେ ଲେଖକ କ'ଣ ଲେଖିଛନ୍ତି ତାହା ଆମେ ପାଠ କରିବା ଏବଂ ଆଲୋଚନା କରିବା। ଏହାପରେ ଲେଖକ ଲେଖିଛନ୍ତି, ଏହିପରି ଶ୍ରେଣୀର ଗ୍ରାମବାସୀଙ୍କ ମନରେ ମୋର ଆଉ ସ୍ଥାନ ନାହିଁ। ଗ୍ରାମରେ ବିଭିନ୍ନ ଶ୍ରେଣୀର ଗ୍ରାମବାସୀ ଥିବା କଥା ଲେଖକ ବର୍ଣ୍ଣନା କରିଥିଲେ। এই ଯେଉଁ ବିଭିନ୍ନ ଶ୍ରେଣୀର ଗ୍ରାମବାସୀ ଗ୍ରାମରେ ଅଛନ୍ତି ସେମାନଙ୍କ ସହିତ ଲେଖକଙ୍କର ଆଉ ସମ୍ପର୍କ ନାହିଁ କହିଲେ ଚଳେ। ଏହିପରି ଶ୍ରେଣୀର ଗ୍ରାମବାସୀଙ୍କ ମନରେ ମୋର ଆଉ ସ୍ଥାନ ନାହିଁ, ଅର୍ଥାତ୍ ଗ୍ରାମରେ ରହୁଥିବା ଏହି ପ୍ରକାର ଗ୍ରାମବାସୀମାନେ ମନରୁ ପ୍ରାୟ ଲେଖକଙ୍କୁ ଭୁଲିଗଲେଣି। ତେଣୁ ଲେଖକ କହୁଛନ୍ତି, ଏହିପରି ଶ୍ରେଣୀର ଗ୍ରାମବାସୀଙ୍କ ମନରେ ମୋର ଆଉ ସ୍ଥାନ ନାହିଁ। ଏମାନଙ୍କ କର୍ମ ଯୋଜନାରେ ମଧ୍ୟ ସ୍ଥାନ ପାଇବା ସମ୍ଭବ ନୁହେଁ। ଏମାନେ ଗ୍ରାମରେ ବସବାସ କରି ଯେଉଁ କର୍ମ କରୁଛନ୍ତି, ଯେଉଁ କର୍ମ କରି ଜୀବିକା ନିର୍ବାହ କରୁଛନ୍ତି, କୁଟୁମ୍ବ ପ୍ରତିପୋଷଣ କରୁଛନ୍ତି, ଲେଖକ ମଧ୍ୟ ସେମାନଙ୍କ କର୍ମ ଯୋଜନାରେ ସ୍ଥାନ ପାଇବା ସମ୍ଭବ ନୁହେଁ। ଗାଁକୁ ଯାଇ କର୍ମ କରିବା ମଧ୍ୟ ଲେଖକଙ୍କ ପକ୍ଷରେ ଆଉ ସମ୍ଭବ ନୁହେଁ ବୋଲି ଲେଖକ କହିଛନ୍ତି। ସ୍ୱାର୍ଥର ବିଭେଦ ସତ୍ତ୍ୱେ କର୍ମ ଓ କ୍ଲେଶ ମଧ୍ୟରେ ଗ୍ରାମବାସୀମାନଙ୍କ ଭିତରେ ଅନ୍ୟ ଏକ ପ୍ରକାର ଏକ ପରିବାରତ୍ୱର ଭାବ ଆପେ ଆପେ ଜାତ ହୋଇଥାଏ। କେତେ ବଢ଼ିଆ କଥା ଲେଖକ କହୁଛନ୍ତି, ସ୍ୱାର୍ଥର ବିଭେଦ ସତ୍ତ୍ୱେ ଗ୍ରାମରେ ଯେତେ ପ୍ରକାର ଲୋକ ଅଛନ୍ତି ସମସ୍ତଙ୍କର କିଛି ନା କିଛି ସ୍ୱାର୍ଥ ରହିଛି। ଏ ସ୍ୱାର୍ଥ ଯୋଗୁଁ ସେମାନଙ୍କ ଭିତରେ ନିଶ୍ଚିତ ବିଭେଦ ରହିଥାଏ। ଯେତେ ବିଭେଦ ଥିଲେ ବି ଲେଖକ ଯାହା କହୁଛନ୍ତି, ସ୍ୱାର୍ଥର ବିଭେଦ ସତ୍ତ୍ୱେ କର୍ମ ଓ କ୍ଲେଶ ମଧ୍ୟରେ ସ୍ୱାର୍ଥର ବିଭେଦ, ସ୍ୱାର୍ଥକୁ ନେଇ ଯେତେ ବିଭେଦ ଥିଲେ ମଧ୍ୟ, ଯେତେ ପ୍ରକାର ଭେଦଭାବ ଥିଲେ ମଧ୍ୟ କର୍ମ ପଲ୍ଲୀ ଗ୍ରାମର କର୍ମ ଓ କ୍ଲେଶ, କ୍ଲେଶ ଅର୍ଥାତ୍ କଷ୍ଟ ମଧ୍ୟରେ ଯେତେ ସ୍ୱାର୍ଥପର ଭାବନା ଥାଉ, ନିଜ ସ୍ୱାର୍ଥକୁ ନେଇ ଯେତେ ଭେଦଭାବ ଥାଉ, କର୍ମ ଓ କର୍ମଜନିତ ଯେତେ କ୍ଲେଶ ଥାଉ, ଏସବୁ ଥିଲେ ବି ଗ୍ରାମବାସୀମାନଙ୍କ ଭିତରେ ଅନ୍ୟ ଏକ ପ୍ରକାର ପରିବାରତ୍ୱର ଭାବ ଆପେ ଆପେ ଜାତ ହୋଇଥାଏ। ଏକ ପରିବାରତ୍ୱର ଭାବନା ଗ୍ରାମରେ ଲୋକମାନଙ୍କ ଭିତରେ ଏକ ପରିବାରତ୍ୱର ଭାବନା ଆପେ ଆପେ ସୃଷ୍ଟି ହୋଇଥାଏ।
ତାପରେ ଲେଖକ କହୁଛନ୍ତି ନିଦାଘର ନିରାଟ ଝାଞ୍ଜିରେ ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ଏମାନେ ସମସ୍ତେ ନୂଆ ମେଘକୁ ଚାହିଁ ରହନ୍ତି। ଲେଖକ କ'ଣ କହୁଛନ୍ତି? ନିଦାଘର ନିରାଟ ଝାଞ୍ଜିରେ, ନିଦାଘ ହେଉଛି ଗ୍ରୀଷ୍ମକାଳ, ଗ୍ରୀଷ୍ମକାଳର ନିରାଟ ଝାଞ୍ଜିରେ ଲଙ୍ଗଳର ମୁନରେ ଧରଣୀର ବକ୍ଷ ଚିରି ପଲ୍ଲୀଭୂମିର ଶ୍ରମଜୀବୀମାନେ କ'ଣ କରନ୍ତି? ଗ୍ରୀଷ୍ମକାଳର ନିରାଟ ଝାଞ୍ଜି ଖରାରେ ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ଅର୍ଥାତ୍ ଲଙ୍ଗଳ ଦ୍ୱାରା ମାଟିକୁ ଚାଷ କରି, ବିଲ ଚାଷ କରି ଏମାନେ ସମସ୍ତେ ନୂଆ ମେଘକୁ ଚାହିଁ ରହନ୍ତି। କାହାକୁ ଅପେକ୍ଷା କରନ୍ତି? ନୂଆ ମେଘକୁ। କେତେବେଳେ ବର୍ଷା ହେବ ସେମାନେ ଚାହିଁ ରହିଥାନ୍ତି। ଗ୍ରୀଷ୍ମକାଳର ନିରାଟ ଝାଞ୍ଜି ଖରାରେ ଗ୍ରାମର ଶ୍ରମଜୀବୀମାନେ ଲଙ୍ଗଳ ଦ୍ୱାରା ଜମିକୁ ଚାଷ କରି ଧରଣୀର ବକ୍ଷ ଚିରି, ଧରଣୀ ପୃଥିବୀର ବକ୍ଷ ଚିରି ଅର୍ଥାତ୍ ଚାଷ କରି, ଜମିକୁ ଚାଷ କରି ଏମାନେ ସମସ୍ତେ ନୂଆ ମେଘକୁ ଚାହିଁ ରହନ୍ତି। ଜ୍ୟେଷ୍ଠର ଶେଷ ବେଳକୁ, ଜ୍ୟେଷ୍ଠ ମାସର ଶେଷ ବେଳକୁ ସ୍ତୂପୀକୃତ ମେଘ, ସ୍ତୂପୀକୃତ ମାନେ ସ୍ତର ବା ଥାକ ଥାକ ହୋଇ ଜମା ରହିଥିବା ହେଉଛି ସ୍ତୂପୀକୃତ। ସ୍ତର ବା ଥାକ ଥାକ ହୋଇ ଜମା ହୋଇଥିବା ସ୍ତୂପୀକୃତ। ତେବେ ସ୍ତୂପୀକୃତ ମେଘ ଅର୍ଥାତ୍ ସ୍ତର ସ୍ତର, ଆକାଶରେ ସ୍ତର ସ୍ତର ହୋଇ ଜମା ହୋଇଥିବା ମେଘ ଘନଶ୍ୟାମ ଗିରିରାଜିର ମସ୍ତକରୁ ଅର୍ଥାତ୍ ଘନଶ୍ୟାମ ମେଘ ଭଳି ଶ୍ୟାମଳ ବର୍ଣ୍ଣ, ଘନଶ୍ୟାମ ଗିରିରାଜି ଅର୍ଥାତ୍ ପର୍ବତ ସମୂହ, ମେଘ ଭଳି ଶ୍ୟାମଳ ବର୍ଣ୍ଣର ପର୍ବତ ସମୂହର ମସ୍ତକରୁ ଶୀର୍ଷ ଦେଶରୁ ଧୀରେ ଧୀରେ ଅଗଣିତ ଶାଳତରୁ ଉପରକୁ ଆନତ ହୋଇ ଆସେ ବା ନଇଁ ଆସେ। କିଏ? ମେଘ। ଜ୍ୟେଷ୍ଠ ମାସର ଶେଷ ବେଳକୁ ଆକାଶରେ ସ୍ତର ସ୍ତର ହୋଇ ରହିଥିବା ମେଘ ଶ୍ୟାମଳ ବର୍ଣ୍ଣର, ମେଘ ଭଳି ଶ୍ୟାମଳ ବର୍ଣ୍ଣର ପର୍ବତ ଗୁଡ଼ିକର ମସ୍ତକରୁ ବା ଶୀର୍ଷ ଦେଶରୁ ଧୀରେ ଧୀରେ ଅଗଣିତ ଶାଳ ଗଛ ଉପରକୁ ନଇଁ ଆସେ ଓ ଗର୍ଜନ ତର୍ଜନରେ ଦିଗନ୍ତ କମ୍ପାଇ ମେଘ ଗର୍ଜନ ତର୍ଜନ କରି ଚତୁର୍ଦିଗକୁ ପ୍ରକମ୍ପିତ କରି ବାରିପାତରେ, ବାରି ହେଉଛି ଜଳ, ଜଳପାତରେ ଅର୍ଥାତ୍ ବର୍ଷା ଦ୍ୱାରା, ବର୍ଷାପାତ ଦ୍ୱାରା, ବାରି ଅର୍ଥାତ୍ ଜଳ, ଜଳପାତ ଅର୍ଥାତ୍ ବର୍ଷାପାତ ଦ୍ୱାରା ପଲ୍ଲୀଭୂମିକୁ ସିକ୍ତ କରିଯାଏ, ପଲ୍ଲୀଭୂମିକୁ ଓଦା କରିଦିଏ, ପଲ୍ଲୀ ମାଟିକୁ ଓଦା କରିଦିଏ, ପଲ୍ଲୀଭୂମିକୁ ସିକ୍ତ କରିଯାଏ। ତାପରେ ଲେଖକ କ'ଣ କହୁଛନ୍ତି? ସିକ୍ତ ଭୂମିର ସୁଗନ୍ଧ, ଏ ଓଦା ମାଟିର ବାସ୍ନା ଓ ବନ୍ୟଜୁଥିର ପରିମଳ। ବନ୍ୟଜୁଥି, ଜୁଥି ହେଉଛି ଜୁଇ ଫୁଲ, ବଣର ଜୁଇ ଫୁଲ, ବଣର ଜୁଇ ଫୁଲ ବନ୍ୟଜୁଥି। ସିକ୍ତ ଭୂମିର ସୁଗନ୍ଧ ଅର୍ଥାତ୍ ଓଦା ମାଟିର ବାସ୍ନା ଏବଂ ବଣୁଆ ଜୁଇ ଫୁଲର ପରିମଳ, ପରିମଳ ଅର୍ଥାତ୍ ପରିମଳ ଅର୍ଥାତ୍ ସୁବାସ ବା ସୌରଭ, ବଣୁଆ ଜୁଇ ଫୁଲର ସୌରଭ ବା ସୁଗନ୍ଧରେ, ସୁବାସରେ ରଜ ପର୍ବର ଆରମ୍ଭ ହୁଏ। ତେବେ ପଲ୍ଲୀ ମାଟିରେ କେଉଁଭଳି ପରିବେଶରେ ରଜ ପର୍ବର ଆରମ୍ଭ ହୁଏ ବୋଲି ଲେଖକ କହିଛନ୍ତି? ନା ସିକ୍ତ ଭୂମିର ସୁଗନ୍ଧ ଓ ବନ୍ୟଜୁଥିର ପରିମଳରେ ରଜ ପର୍ବର ଆରମ୍ଭ ହୁଏ। ଉଦ୍ବେଳ ମନରେ ଗ୍ରାମବାସୀମାନେ ଦୋଳି ଖେଳରେ ରତ ହୋଇ ପଡ଼ନ୍ତି। ଉଦ୍ବେଳ ମନରେ, ଅତି ଆନନ୍ଦିତ ମନରେ ଗ୍ରାମବାସୀମାନେ ଦୋଳି ଖେଳରେ ରତ ହୁଅନ୍ତି, ଦୋଳି ଖେଳରେ ମାତି ଯାଆନ୍ତି। ରଜ ପର୍ବରେ ଗ୍ରାମବାସୀମାନେ ଅତି ଆନନ୍ଦିତ ମନରେ ଦୋଳି ଖେଳରେ ମାତି ଯାଆନ୍ତି, ଦୋଳି ଖେଳରେ ମଜ୍ଜି ଯାଆନ୍ତି।
ଅତି ଆନନ୍ଦିତ ମନରେ ଗ୍ରାମବାସୀ ମାନେ ଦୋଳି ଖେଳରେ ମଜ୍ଜି ଯାଆନ୍ତି। ମହାସମାରୋହରେ ରଜ ପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ। କ'ଣ ଲେଖକ କହୁଛନ୍ତି? ମହାସମାରୋହରେ ରଜ ପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ। ତେବେ ଲେଖକ ଏହା କହିବାର ଅର୍ଥ କ'ଣ? ଲେଖକ ଯେଉଁ କହିଛନ୍ତି ମହାସମାରୋହରେ ରଜ ପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ। ଯେଉଁ ନିଷ୍ଠୁର ବାସ୍ତବତାର ଜୀବନ ଆରମ୍ଭ ହୁଏ। ରଜ ପର୍ବରେ ମଉଜ କରିବା ପରେ ପରେ ଓଡ଼ିଆ ମଣିଷର କର୍ମମୟ ଜୀବନ କୃଷି ବୃତ୍ତି ପାଇଁ ଅଧିକ ଚଳଚଞ୍ଚଳ ହୋଇଉଠେ। ରଜ ପର୍ବ ପରେ ପରେ କୃଷି କାର୍ଯ୍ୟ କୃଷକ ଆରମ୍ଭ କରେ। ଗ୍ରାମର କୃଷକ କୃଷି କାର୍ଯ୍ୟ ଆରମ୍ଭ କରେ। ଯେତେବେଳେ ସେ କୃଷି କାର୍ଯ୍ୟ ଆରମ୍ଭ କରେ, କୃଷକ କ୍ଳାନ୍ତ ସିକ୍ତ ଓ ଧାରାହତ ଶ୍ରମଜୀବୀମାନଙ୍କ ସମବେତ ଯତ୍ନରେ ଧରଣୀ ଶସ୍ୟ ଶ୍ୟାମଳା ହୋଇ ଉଠେ ବୋଲି ଲେଖକ ତାପରେ କହିଛନ୍ତି। ଓ ହେମନ୍ତର ସ୍ୱର୍ଣ୍ଣ ଶୀର୍ଷ ଧାନ୍ୟରେ ଗ୍ରାମଭୂମି ପରିପୂର୍ଣ୍ଣ ହୁଏ। କୃଷକର ନିଷ୍ଠୁର ବାସ୍ତବ କର୍ମମୟ ଜୀବନ ଆରମ୍ଭ ହୁଏ। ରଜ ପର୍ବ ପରେ ପରେ କୃଷକ ତାର କର୍ମମୟ ଜୀବନରେ ବ୍ୟସ୍ତ ହୁଏ, ଚାଷ କାମରେ ବ୍ୟସ୍ତ ହୁଏ। କେମିତି ବିଲରେ ହଳ କରିବ, ଧାନ ବୁଣିବ, ଫସଲ ହେବ, ଫସଲ ବଛା ହେବ, ଭଲ ମନ୍ଦ ସେ ଚାଷ କାମରେ ସିଏ ବ୍ୟସ୍ତ ହୁଏ। ତାହାକୁ ନଜରରେ ରଖି ଲେଖକ କହିଛନ୍ତି ଯେ ନିଷ୍ଠୁର ବାସ୍ତବତା ଆସି ପଡ଼େ। ମହାସମାରୋହରେ ରଜ ପର୍ବ ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ଆସି ପଡ଼େ, ଅର୍ଥାତ୍ ଗ୍ରାମର ଶ୍ରମଜୀବୀ ମାନଙ୍କର ବାସ୍ତବ କର୍ମମୟ ଜୀବନ ଆରମ୍ଭ ହୁଏ। କ୍ଳାନ୍ତ ସିକ୍ତ ଓ ଧାରାହତ। କ୍ଳାନ୍ତ ପରିଶ୍ରମ କରି, କ୍ଳାନ୍ତ ସିକ୍ତ ମାନେ ହେଲା ଓଦା, ଆଉ ଧାରାହତ ଶ୍ରମଜୀବୀ। କ୍ଳାନ୍ତ ସିକ୍ତ ଧାରାହତ ଶ୍ରମଜୀବୀ। କର୍ମ କରି କ୍ଳାନ୍ତ ହୋଇ ପଡ଼ିଥିବା, ହାଲିଆ, କ୍ଳାନ୍ତ। ସିକ୍ତ ମାନେ ଓଦା, କୋଉଥିରେ ଓଦା? ବର୍ଷା ଜଳ ଦ୍ୱାରା ସିକ୍ତ। ଧାରାହତ ଶ୍ରମଜୀବୀ, ଅର୍ଥାତ୍ ବର୍ଷା ଧାରାରେ ଓଦା ହୋଇଥିବା ଯେଉଁ କୃଷକ, ଶ୍ରମିକ ବା ଶ୍ରମଜୀବୀ, ଯେଉଁମାନଙ୍କୁ ଲେଖକ କହିଛନ୍ତି ପଲ୍ଲୀ ମାଟିର କ୍ଳାନ୍ତ ସିକ୍ତ ଓ ଧାରାହତ ଶ୍ରମଜୀବୀ, ଅର୍ଥାତ୍ ବର୍ଷା ଧାରାରେ ଓଦା ହୋଇଥିବା ଦରିଦ୍ର ଶ୍ରମିକ, ଯାହା ଶ୍ରମଜୀବୀ। ତେଣୁ କ୍ଳାନ୍ତ, କର୍ମ ଦ୍ୱାରା କ୍ଳାନ୍ତ ହୋଇଥିବା। ସିକ୍ତ ମାନେ ଓଦା ଓ ଧାରାହତ ବର୍ଷା ଧାରାରେ ଆହତ ବା ଏଠି ଓଦା ହୋଇଥିବା ଶ୍ରମଜୀବୀ। ସେଇ ଶ୍ରମଜୀବୀ ମାନଙ୍କର ସମବେତ ଯତ୍ନରେ ଧରଣୀ ଅର୍ଥାତ୍ ପୃଥିବୀ ଶସ୍ୟ ଶ୍ୟାମଳା ହୋଇ ଉଠେ ଓ ହେମନ୍ତରେ ସ୍ୱର୍ଣ୍ଣ ଶୀର୍ଷ ଧାନ୍ୟରେ ଗ୍ରାମଭୂମି ପୂର୍ଣ୍ଣ ହୋଇଯାଏ। ଏହାପରେ ଯେତେବେଳେ ହେମନ୍ତ ଋତୁ ଆସେ, ବିଲରେ ସୁନାର ଫସଲ ଫଳେ। ସେଇ ହେମନ୍ତ ଋତୁରେ ସ୍ୱର୍ଣ୍ଣ ଶୀର୍ଷ ଧାନ୍ୟରେ ଗ୍ରାମଭୂମି ପୂର୍ଣ୍ଣ ହୋଇଯାଏ। ଗ୍ରାମର ଏହି ଯେ ଶୃଙ୍ଖଳିତ କର୍ମ ଯୋଜନା, ଲେଖକ କହୁଛନ୍ତି ଏହା ହେଉଛି ଗ୍ରାମର ଶୃଙ୍ଖଳିତ କର୍ମ ଯୋଜନା। ପ୍ରତିବର୍ଷ ରଜ ପର୍ବ ଆସେ, ରଜ ପର୍ବ ପରେ ଗ୍ରାମର ଶ୍ରମଜୀବୀ ମାନେ କ'ଣ କରନ୍ତି? ତାଙ୍କର କାର୍ଯ୍ୟରେ ଲାଗି ପଡ଼ନ୍ତି, ଯାହାକି ଗ୍ରାମ ବ୍ୟକ୍ତିମାନଙ୍କର ଏକ ଶୃଙ୍ଖଳିତ କର୍ମ ଯୋଜନା। ଲେଖକ କହୁଛନ୍ତି ଗ୍ରାମର ଏଇ ଯେ ଶୃଙ୍ଖଳିତ କର୍ମ ଯୋଜନା
ସେଥିରେ ମୋର ସ୍ଥାନ ନାହିଁ। ଗାଁକୁ ସେ ଯାଇପାରୁନାହାନ୍ତି କି ଗାଁର ଲୋକମାନଙ୍କ ସହିତ ମିଳିମିଶି ଗାଁରେ ଏହି ପ୍ରକାର କାର୍ଯ୍ୟ ସେ କରିପାରୁନାହାନ୍ତି। ଚାଷବାସ ଭଲ ମନ୍ଦ କାର୍ଯ୍ୟ ସେ କରିପାରୁନାହାନ୍ତି। ତେଣୁ ସେ କହୁଛନ୍ତି ଗ୍ରାମର ଏହି ଯେ ଶୃଙ୍ଖଳିତ କର୍ମ ଯୋଜନା ଅଛି ସେଥିରେ ମୋର ସ୍ଥାନ ନାହିଁ। ଅର୍ଥାତ୍ ଗ୍ରାମର ଏହି ଶୃଙ୍ଖଳିତ କର୍ମ ଯୋଜନାରେ ମଧ୍ୟ ତାଙ୍କର ସ୍ଥାନ ନାହିଁ। ତାପରେ ଲେଖକ କ'ଣ କହୁଛନ୍ତି? ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ଏହି କର୍ମ ଯୋଜନାର କୌଣସି ସ୍ଥାନରେ, ମନେ ରଖ, ଗ୍ରୀଷ୍ମକାଳର ଝାଞ୍ଜି ଖରା ବେଳରେ, ଗ୍ରୀଷ୍ମକାଳର ଝାଞ୍ଜି ଖରାରେ, ବର୍ଷାର ଝଡ଼ରେ, ଝଡ଼ ବର୍ଷା ପବନ ସମୟରେ ଏବଂ ହେମନ୍ତର ଶୀତରେ, ହେମନ୍ତ ଋତୁର ଶୀତରେ ସବୁ ସମୟରେ ଗ୍ରାମର ଶ୍ରମଜୀବୀମାନେ କର୍ମ କରନ୍ତି। ସେମାନଙ୍କର କର୍ମ କେବେ ବନ୍ଦ ହୁଏ ନା। ସେ ଗ୍ରୀଷ୍ମ ଋତୁ ହେଇଥାଉ, ବର୍ଷା ଋତୁ ହେଇଥାଉ କି ହେମନ୍ତ ଋତୁ ହେଇଥାଉ, ଯେଉଁ ସମୟରେ ଯେଉଁ କର୍ମ କରିବାର କଥା ଗ୍ରାମର ଶ୍ରମଜୀବୀମାନେ ତାହା କରନ୍ତି। ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ କିମ୍ବା ହେମନ୍ତର ଶୀତରେ ଗ୍ରାମର ଶ୍ରମଜୀବୀମାନଙ୍କର କର୍ମ ଯୋଜନାରେ, ଗ୍ରାମର ଶ୍ରମଜୀବୀମାନଙ୍କର କର୍ମ ଯୋଜନାର କୌଣସି ସ୍ଥାନରେ ଲେଖକ ଅଂଶଗ୍ରହଣ କରିପାରୁନାହାନ୍ତି। ତେଣୁ ସେ କହୁଛନ୍ତି ଗ୍ରୀଷ୍ମର ଝାଞ୍ଜିରେ, ବର୍ଷାର ଝଡ଼ରେ ବା ହେମନ୍ତର ଶୀତରେ ଏହି କର୍ମ ଯୋଜନାର କୌଣସି ସ୍ଥାନରେ ଅଂଶ ନେବା ପାଇଁ ମୋର ଭୌତିକ ଶକ୍ତିର ଅଭାବ ନଥିଲେ ମଧ୍ୟ ନୈତିକ ଶକ୍ତିର ଅଭାବ ରହିଛି। ଲେଖକଙ୍କର ଭୌତିକ ଶକ୍ତିର ଅଭାବ ନାହିଁ, କିନ୍ତୁ ନୈତିକ ଶକ୍ତିର ଅଭାବ ରହିଛି। ଗ୍ରାମର କର୍ମଜୀବୀମାନଙ୍କର କର୍ମ ଯୋଜନାରେ ଅଂଶଗ୍ରହଣ କରିବା ପାଇଁ ଲେଖକଙ୍କର ଭୌତିକ ଶକ୍ତିର ଅଭାବ ନଥିଲେ ମଧ୍ୟ ନୈତିକ ଶକ୍ତିର ଅଭାବ ରହିଛି। ଏହାପରେ ଲେଖକ କ'ଣ କହିଛନ୍ତି? ଏଣୁ ମୁଁ ମୋର ଜନ୍ମଭୂମିର ଖାଲି ମନରୁ ନୁହେଁ, କର୍ମରୁ ମଧ୍ୟ ବିଚ୍ୟୁତ ହୋଇ ପଡ଼ିଅଛି। ଲେଖକ ତାଙ୍କ ଜନ୍ମଭୂମିର ଖାଲି ମନରୁ ନୁହେଁ, କର୍ମରୁ ମଧ୍ୟ ବିଚ୍ୟୁତ ହୋଇଯାଇଛନ୍ତି, ଅର୍ଥାତ୍ ଅଲଗା ହୋଇଯାଇଛନ୍ତି। ତାଙ୍କ ଜନ୍ମଭୂମିର ଖାଲି ମନରୁ ନୁହେଁ, କର୍ମରୁ ମଧ୍ୟ ସେ ବିଚ୍ୟୁତ ହୋଇପଡ଼ିଛନ୍ତି। ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ୍ ନୁହେଁ। ଯୁକ୍ତିବାଦୀ ଜୀବ ଯିଏ ଯୁକ୍ତିତର୍କର ସହିତ ସବୁ କଥାକୁ ଗ୍ରହଣ କରେ। ଏଠି ଜୀବ, ଯୁକ୍ତିବାଦୀ ଜୀବ ବୋଲି ମଣିଷକୁ କୁହାଯାଇଛି। ମଣିଷକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ୍ ନୁହେଁ। ମଣିଷ ସର୍ବଦା ଯୁକ୍ତିବାଦୀ ନୁହେଁ। କିଛି ମଣିଷ ଅଛନ୍ତି ଯୁକ୍ତିତର୍କ କରି ସବୁ କଥାକୁ ଗ୍ରହଣ କରନ୍ତି, ବିନା ଯୁକ୍ତିରେ ସେମାନେ ସବୁ କଥା ଗ୍ରହଣ କରନ୍ତି ନାହିଁ, କିନ୍ତୁ ସବୁବେଳେ ତାହା ହୁଏ ନାହିଁ। ତେଣୁ ଲେଖକ କହିଛନ୍ତି ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ୍ ନୁହେଁ। ସେ ସବୁ ସମୟରେ ସବୁ କଥାକୁ ଯୁକ୍ତିତର୍କର ସହିତ ଗ୍ରହଣ କରେ ନା। ସେ ବହୁ ପରିମାଣରେ ଗତାନୁଗତିକତାର ଦାସ। ମନୁଷ୍ୟ ବହୁ ପରିମାଣରେ ଗତାନୁଗତିକତାର ଦାସ। ଗତାନୁଗତିକତା, ଗତାନୁଗତିକତା, ପରମ୍ପରା, ଯାହାକୁ ମଣିଷ ବହୁ ପରିମାଣରେ ପରମ୍ପରାର ଦାସ। ସେ ବହୁ ସମୟରେ ବହୁ ପରିମାଣରେ ପରମ୍ପରାକୁ ହିଁ ଗ୍ରହଣ କରେ, ତାର ପରମ୍ପରାକୁ ସେ କେବେ ହେଲେ ଛାଡ଼ିପାରେ ନାହିଁ। ତେଣୁ ଲେଖକ କହିଛନ୍ତି ବହୁ ପରିମାଣରେ ଗତାନୁଗତିକତାର ଦାସ। ମଣିଷ ବହୁ ପରିମାଣରେ ତାର ପରମ୍ପରାକୁ ଅନ୍ଧ ଭାବରେ ଗ୍ରହଣ କରେ, ଯାହାକୁ ଲେଖକ କହୁଛନ୍ତି ସେ ବହୁ ପରିମାଣରେ ଗତାନୁଗତିକତାର ଦାସ। ସେ ବହୁ ପରିମାଣରେ ତାର ପରମ୍ପରାକୁ ଅନ୍ଧ ଭାବରେ ହିଁ ଗ୍ରହଣ କରେ। ଆଭିଜାତ୍ୟର ଚିହ୍ନ ବୋଲି ବିବେଚିତ ନିରର୍ଥକ ନେକ୍ଟାଇକୁ, ଆଭିଜାତ୍ୟ
ସମ୍ଭ୍ରାନ୍ତ ପଣିଆ। ଆଭିଜାତ୍ୟର ଚିହ୍ନ ବୋଲି ବିବେଚିତ ନିରର୍ଥକ ନେକ୍ଟାଏ, ନିରର୍ଥକ ମୂଲ୍ୟହୀନ ନେକ୍ଟାଏ ଗଳା ବାନ୍ଧ, ଯାହାକୁ ଗଳାରେ ବନ୍ଧାଯାଏ। ଆଭିଜାତ୍ୟର ଚିହ୍ନ ବୋଲି ବିବେଚିତ ମୂଲ୍ୟହୀନ ନେକ୍ଟାଏକୁ ମଧ୍ୟ ମଣିଷ ଛାଡ଼େ ନାହିଁ। ଆଭିଜାତ୍ୟର ଚିହ୍ନ ସ୍ୱରୂପ ବିବେଚିତ ହେଉଥିବା ମୂଲ୍ୟହୀନ ନେକ୍ଟାଏକୁ ସେ ତାର ବେକରେ ବାନ୍ଧିଥାଏ। କାୟକ୍ଲେଶ ନ ସହିବା ଯଦି ଆଭିଜାତ୍ୟର ଚିହ୍ନ, ମଣିଷ ଆଭିଜାତ୍ୟର ଚିହ୍ନ ସ୍ୱରୂପ କାୟକ୍ଲେଶକୁ ସହେ ନାହିଁ। କାୟକ୍ଲେଶ ଶାରୀରିକ କଷ୍ଟ, କାୟକ୍ଲେଶ ଅର୍ଥାତ୍ ଶାରୀରିକ କଷ୍ଟ। ଆଭିଜାତ୍ୟର ଚିହ୍ନ ସ୍ୱରୂପ ସେ ଶାରୀରିକ ପରିଶ୍ରମ, ଶାରୀରିକ କଷ୍ଟ କରେ ନା। ଲେଖକ କହୁଛନ୍ତି, କାୟକ୍ଲେଶ ନ ସହିବା ଯଦି ଆଭିଜାତ୍ୟର ଚିହ୍ନ, ତାହେଲେ ଏପରି ଅର୍ଥପୂର୍ଣ୍ଣ ଆଭିଜାତ୍ୟର ଚିହ୍ନକୁ କିଏ ବା କାହିଁକି ଛାଡ଼ିବ? କାୟକ୍ଲେଶ ଅର୍ଥାତ୍ ଶାରୀରିକ କଷ୍ଟ ନ ସହିବା ଯଦି ଆଭିଜାତ୍ୟର ଚିହ୍ନ, ତାହେଲେ ଏହିପରି ଅର୍ଥପୂର୍ଣ୍ଣ ଆଭିଜାତ୍ୟର ଚିହ୍ନକୁ କିଏ କାହିଁକି ଛାଡ଼ିବ? ତେଣୁ ଆଭିଜାତ୍ୟର ଚିହ୍ନ ସ୍ୱରୂପ ସେ ଶାରୀରିକ ପରିଶ୍ରମ ତ୍ୟାଗ କରିଥାଏ। ସମସ୍ତ ଶିକ୍ଷିତ କାୟକ୍ଲେଶ ସହିବାକୁ ଅକ୍ଷମ ନୁହନ୍ତି। ଯେତେ ଶିକ୍ଷିତ ବ୍ୟକ୍ତି ଅଛନ୍ତି ସମାଜରେ, ସମସ୍ତେ ଆଭିଜାତ୍ୟ ଶ୍ରେଣୀଭୁକ୍ତ, କିନ୍ତୁ ସମସ୍ତେ ଶାରୀରିକ ପରିଶ୍ରମ ସହିବାକୁ ଅକ୍ଷମ ନୁହନ୍ତି। କିନ୍ତୁ ସମସ୍ତ ଶିକ୍ଷିତ ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ। ସମସ୍ତ ଶିକ୍ଷିତ ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ, କିନ୍ତୁ ସମସ୍ତ ଶିକ୍ଷିତ କାୟକ୍ଲେଶ ସହିବାକୁ ଅକ୍ଷମ ନୁହନ୍ତି, ଶାରୀରିକ କଷ୍ଟ ସହିବାକୁ ଅକ୍ଷମ ନୁହନ୍ତି। ଆଭିଜାତ୍ୟ ଛାଡ଼ିବା ସମ୍ଭବ ନୁହେଁ, ଏଣୁ ଶାରୀରିକ ଶ୍ରମ ଛାଡ଼ିବା ହିଁ ସମ୍ଭବ ହୋଇଥାଏ। ଆଭିଜାତ୍ୟକୁ ଛାଡ଼ିବା ସମ୍ଭବ ନୁହେଁ, ତେଣୁ ଅଭିଜାତ ଶ୍ରେଣୀର ବ୍ୟକ୍ତି ଶାରୀରିକ ଶ୍ରମକୁ ତ୍ୟାଗ କରନ୍ତି, ଶାରୀରିକ କଷ୍ଟକୁ ତ୍ୟାଗ କରନ୍ତି। ସେମାନେ ଶାରୀରିକ କଷ୍ଟ କରନ୍ତି ନାହିଁ। ତା ଛଡ଼ା କୌଣସି ବ୍ୟକ୍ତିର ଦୈନିକ ଆୟ 5 ଅଣା ବା 50 ଲକ୍ଷ ଟଙ୍କା ହୋଇପାରେ। କୌଣସି ବ୍ୟକ୍ତିର ଦୈନିକ ଆୟ 5 ଅଣା ହେଇପାରେ କିମ୍ବା 50 ଲକ୍ଷ ଟଙ୍କା ହେଇପାରେ। କାହାର ଆୟ ଦିନକୁ 5 ଅଣା ହେଇପାରେ କିମ୍ବା ଆଉ କାହାର ଆୟ ଦିନକୁ 50 ଲକ୍ଷ ହେଇପାରେ। ସେଥିପାଇଁ ଆଇନର ବାଧା ନାହିଁ କିମ୍ବା ଧର୍ମ ବା ସମାଜର ନିନ୍ଦା ନାହିଁ। ସେଥିପାଇଁ ଆଇନର ବାଧା ନାହିଁ କିମ୍ବା ଧର୍ମ ବା ସମାଜର ନିନ୍ଦା ନାହିଁ। ବ୍ୟକ୍ତି ଚାହିଁଲେ ଦିନକୁ 5 ଅଣା ରୋଜଗାର କରିପାରେ। ଅକ୍ଳାନ୍ତ ପରିଶ୍ରମ କରି, ଦିନରାତି ଅକ୍ଳାନ୍ତ ପରିଶ୍ରମ କରି 50 ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିପାରେ। ସେଥିପାଇଁ ଆଇନର ବାଧା ନାହିଁ କିମ୍ବା ଧର୍ମ ବା ସମାଜର ନିନ୍ଦା ନାହିଁ। ବରଞ୍ଚ ଅର୍ଥାତ୍ ବରଂ ମାନବର ସମସ୍ତ ନୀତିକୁ ପଦରେ ଦଳି ଦେଇ ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ସେ ଯେତେ ବେଶୀ ଏହି ଦୀର୍ଘ ବ୍ୟବଧାନକୁ କମ୍ କରିପାରେ, ସେ ସେତେ ବେଶୀ ଜୀବନ ଯୁଦ୍ଧର ଦିଗ୍ବିଜୟୀ ବୀର ବୋଲି ପରିଚିତ ହୁଏ। ବରଂ ମଣିଷର ସମସ୍ତ ନୀତିକୁ ପଦରେ ଦଳି ଦେଇ ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ଦିନରାତି କଠିନ ପରିଶ୍ରମ କରି ସେ ଯେତେ ବେଶୀ ଏହି ଦୀର୍ଘ ବ୍ୟବଧାନକୁ କମ୍ କରିପାରେ, ଅର୍ଥାତ୍ ମଣିଷ ଯେତେ ବେଶୀ ଏହି 5 ଅଣାରୁ 50 ଲକ୍ଷ ଟଙ୍କା ମଧ୍ୟରେ ଥିବା ଦୀର୍ଘ ବ୍ୟବଧାନକୁ କମ୍ କରିପାରେ, ସେ ସେତେ ବେଶୀ ଜୀବନ ଯୁଦ୍ଧର ଦିଗ୍ବିଜୟୀ ବୀର ବୋଲି ପରିଚିତ ହୁଏ। ସେ ସେତେ ବେଶୀ ଜୀବନ ରୂପକ ଯୁଦ୍ଧରେ ଦିଗ୍ବିଜୟୀ ବୀର ବୋଲି ପରିଚିତ ହୁଏ। ସେତେ ବେଶୀ ଆଦର ଓ ପ୍ରଶଂସାର ପାତ୍ର ହୁଏ। ସମାଜର ଲୋକମାନେ ତାକୁ ସେତେ ବେଶୀ ଆଦର କରନ୍ତି, ପ୍ରଶଂସା କରନ୍ତି।
5 ଅଣାରୁ 50 ଲକ୍ଷ ଟଙ୍କା ମଧ୍ୟରେ ଥିବା ବ୍ୟବଧାନକୁ ଦିନରାତି କଠିନ ପରିଶ୍ରମ କରି ଊର୍ଦ୍ଧ୍ୱଶ୍ୱାସରେ ଧାଇଁ 5 ଅଣାରୁ 50 ଲକ୍ଷ ଟଙ୍କା ମଧ୍ୟରେ ଥିବା ବ୍ୟବଧାନକୁ ସେ ଯେତେ ବେଶୀ କମ୍ କରିପାରେ ସେ ସେତେ ବେଶୀ ଜୀବନ ଯୁଦ୍ଧର ଦିଗ୍ବିଜୟୀ ବୀର ବୋଲି ପରିଚିତ ହୁଏ, ସେତେ ବେଶୀ ଆଦର ଓ ପ୍ରଶଂସାର ପାତ୍ର ହୁଏ। ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ନ ହୋଇ ଖାଲି ଶାରୀରିକ ଶ୍ରମରେ ଏହି ଦୀର୍ଘ ବ୍ୟବଧାନକୁ କିଞ୍ଚିତ ମାତ୍ର କମ୍ କରିବା ମଧ୍ୟ ସମ୍ଭବ ନୁହେଁ। ଲେଖକ କହୁଛନ୍ତି ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ନ ହୋଇ ଖାଲି ଦିନରାତି କଠିନ ପରିଶ୍ରମ କରି ଏହି ଦୀର୍ଘ ବ୍ୟବଧାନକୁ କିଞ୍ଚିତ ମାତ୍ର ଅର୍ଥାତ୍ କିଛି ମାତ୍ରାରେ ମଧ୍ୟ କମ୍ କରିବା ସମ୍ଭବ ନୁହେଁ। ଅଭିଜାତ ଶ୍ରେଣୀର ଅନ୍ତର୍ଭୁକ୍ତ ନ ହୋଇ ଜଣେ ଅଭିଜାତ ଶ୍ରେଣୀର ବ୍ୟକ୍ତି ନ ହୋଇ ଦିନରାତି ଯେତେ କଠିନ ପରିଶ୍ରମ କରିଲେ ମଧ୍ୟ 5 ଅଣାରୁ 50 ଲକ୍ଷ ଟଙ୍କା ମଧ୍ୟରେ ଥିବା ଏହି ଦୀର୍ଘ ବ୍ୟବଧାନକୁ କିଛି ମାତ୍ରାରେ କମ୍ କରିବା ମଧ୍ୟ ସମ୍ଭବ ନୁହେଁ। ପିଲାମାନେ, ଆଜିର ଆଲୋଚନାକୁ ଆମେ ଏଠାରେ ରଖିବା। ଏହାର ପରବର୍ତ୍ତୀ ଭିଡ଼ିଓରେ ଏହି ବିଷୟର ଅବଶିଷ୍ଟାଂଶ ଆଲୋଚନା କରିବା।